ଗାଇସ୍ ଆଉ ଏକ ନୂଆ ବ୍ଲଗରେ ସ୍ୱାଗତ। ତେଣୁକରି ମାର୍କେଟ ଯାଇଥିଲେ, ତେଣୁକରି ମାର୍କେଟରୁ ଆସିଲେ ତ ମାର୍କେଟ ଯାଇଥିଲେ ମାଛ ଆଣିତେ, ଦେଖିପାରୁଥିବ ମାଛ ଆଣିତେ ଯାଇଥିଲେ। ଆଉ ତେଣୁକରି ମାଛ ନେଇକି ଆଇଲେ। ଆମ କମ୍ପାନୀର ଛୁଆ ସଟ ବୋଲି ଏପଟରୁ ଜଣେ ଭାଇ ଆସିଛନ୍ତି, ଦେଖିପାରୁଥିବେ ହେଇ ଭାଇ ଆମର ଚାଲୁଛନ୍ତି। ଇଏ ଆର କମ୍ପାନୀରୁ ଆସିଲେ, ତାକୁ ସେମାନେ ମୁଁ ଏଇଠି ଥିଲି, ଏଇଠି ମାର୍କେଟ ଯାଇଥିଲେ, ସିଏ ମାର୍କେଟ ଯାଇ ଆସିଥିଲେ, ତେଣୁକରି ସେଇଠି ତାଙ୍କର ଆଇଲେ। ତେଣୁକରି ଆଜିକାର ଇଣ୍ଟରେଷ୍ଟିଂ କଥା ଯେ କି ଏଠି ତ ବଡ ବଡ ମାଛ ମିଳେ, ସେ ବଡ ମାଛର ଫାଳିଆଟା ମିଳେ। ଆମେ ତ ଉଡିଆରେ, ମୋର ଓଡିଶାର ଭାରି ଫେଭରେଟ। ଉଳିଆରି ମାଛ ଯଦି ଥିବ ସବୁ ପୁରା ଅଲଗା ପ୍ରକାର ମାହୋଲ। ଆଉ ତେଣୁକରି ଏଠି ଫାଳିଆ ମାଛ, ଏ ଫାଳିଆ ମାଛର ସେତିକି କିଛି ଖାସ ନାହିଁ। ନା ମାଛଟା ଆଣିବ ଖାଇଦବ ସରିବି। ଉଡିଆରି ମାଛରେ ମେଞ୍ଚେ କାନ୍ତରୁ ଜାଣିପାରୁଥିବ ଆମର ଭାଇମାନେ ଯେମାନେ ଉଡିଆରି ମାଛକୁ ପସନ୍ଦ କରନ୍ତି। ଆଉ ତେଣୁକରି ଉଳିଆରି ମାଛ ମୋ ପାଇଁ ବହୁତ ଫେଭରେଟ। ଆଉ ତେଣୁକରି ଏଠି ତ ମିଳେନି, ମାଛ ଆନତେ ଯିବା ମୋର ନୁହେଁ, ଆମ ସୁପରଭାଇଜରଙ୍କର ଥାଏ। ତେଣୁକରି ସିଏ ଆଜି ଶୋଇଛନ୍ତି, ଉଠି ନାହାନ୍ତି, ନାଇଟ୍ ଡ୍ୟୁଟି ଚାଲିଛି ଯେମିତି କହିଥିଲି। ଆଉ ତେଣୁକରି ମତେ ପଠେଇ ଦେଇଥିଲେ। ଯାହା ହଉ ଆଉ କିଛି ଦିନ ପରେ ଯିବା ଏମିତି। ତେଣୁକରି ମାର୍କେଟ ଫାର୍କେଟ ବୁଲି ଆସିବା କଥା, କାହିଁକିନା ସବୁଦିନ ଆଉ ଯାଇତେ ମିଳିବନି। କାରଣ ସବୁ କଥା ସିଏ ବୁଝନ୍ତି, ଆମର କଣ କି ଲେବର ଲୋକ ଯେତେବେଳେ ତ ଫେର କମ୍ପାନୀ ଯିବା, କମ୍ପାନୀ ରହିବା, ଖାଇବା ଶୋଇବା ଏତିକ କାମ। ତେଣୁକରି ଦିନେ ଦିନେ ଯଦି ମିଳୁଛି ଇଏ କରତେ ତ କରିଦେଇ ଯିବା। ଆଉ ଆଜି ସନ୍ଧ୍ୟା ହେଇନାହିଁ, ଆଜି ଟିକେ ଶୀଘ୍ର ଇଏ କରେ କାହିଁକିନା ମାର୍କେଟ ଯାଇଥିଲି। ଆଉ ତେଣୁକରି ଇଆଡେ ଯାଇକି ମାଛ ଫାଛ ଭାଜିବା, ଆଉ ରୋଷେଇ କରିକି ସାଢ଼େ 8ଟା ବେଳକୁ ଖାଇ ଖାଇକି ଡ୍ୟୁଟି ଯିବାର ଅଛି। ଆଉ ତେଣୁକରି ଏମିତି ଯୋଡ଼ି ରୁହନ୍ତୁ। ଆଉ ନୂଆ ବ୍ଲଗ ଆସନ୍ତା କାଲି ମୁଁ ଆଣିପାରେ ଭଲ ବ୍ଲଗ। ଆଜି